ନମସ୍କାର, ଜୟ ଜଗନ୍ନାଥ। ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଜଣା ଅଜଣା ତରଫରୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜି ଆପଣମାନଙ୍କୁ ଏହି ଚ୍ୟାନେଲ୍ ମାଧ୍ୟମରେ ନୂତନ ବର୍ଷ 2024 ମସିହାର ପ୍ରଥମ ଦିନଟି ଧାର୍ମିକ ଦୃଷ୍ଟିକୋଣରୁ କିପରି ପାଳନ କରିବେ ସେ ବିଷୟରେ ଆଜି ଜଣାଉଛି। ଧାର୍ମିକ ଦୃଷ୍ଟିକୋଣରୁ ବର୍ଷର ପ୍ରଥମ ଦିନ ସକାଳରୁ ରାତି ପର୍ଯ୍ୟନ୍ତ କ'ଣ କରିବେ ସେହି ବିଷୟରେ ଜାଣିବା। ନୂତନ ବର୍ଷ କେବଳ କ୍ୟାଲେଣ୍ଡର ପରିବର୍ତ୍ତନ କରିବା ପାଇଁ ନୁହେଁ, ବରଂ ଏହା ଜୀବନକୁ ଏକ ନୂତନ ଦିଗ୍ଦର୍ଶନ ଦେବା ଏବଂ ସକାରାତ୍ମକ ଶକ୍ତି ସହିତ ଆଗକୁ ବଢ଼ିବାର ଏକ ସୁଯୋଗ। ବିଶ୍ୱାସ କରାଯାଏ ଯେ ବର୍ଷର ପ୍ରଥମ ଦିନ ଆପଣ ଯେପରି କଟାଇବେ, ବର୍ଷକ ସାରା ସବୁଦିନ ସେହିପରି ଭାବେ କଟାଇବେ। ତେଣୁ ଆମେ ବର୍ଷର ପ୍ରଥମ ଦିନକୁ ଦେବପୂଜା, ଦାନ ଧର୍ମ ଓ ଶୁଭ କାର୍ଯ୍ୟରେ ଲଗାଇଲେ ସମଗ୍ର ବର୍ଷଟି ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ହେବ। ତେଣୁ ଆସନ୍ତୁ ଜାଣିବା ନୂତନ ବର୍ଷର ପ୍ରଥମ ଦିନକୁ ଧାର୍ମିକ ଦୃଷ୍ଟିକୋଣରୁ ସକାଳୁ ରାତି ପର୍ଯ୍ୟନ୍ତ କିପରି ଆରମ୍ଭ କରିବେ। ସକାଳ ଏହି ଭାବରେ ଆରମ୍ଭ କରନ୍ତୁ। ନୂତନ ବର୍ଷର ପ୍ରଥମ ଦିନରେ ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଉଠିବା ପରେ ପ୍ରଥମେ ଈଶ୍ୱରଙ୍କୁ ସ୍ମରଣ କରନ୍ତୁ ଏବଂ ମାନସିକ ଭାବରେ ନୂତନ ବର୍ଷ ପାଇଁ କୃତଜ୍ଞତା ପ୍ରକାଶ କରନ୍ତୁ। ଏହାପରେ ସ୍ନାନ କରନ୍ତୁ ଏବଂ ସଫା ପୋଷାକ ପିନ୍ଧନ୍ତୁ। ଆପଣଙ୍କ ସ୍ନାନ ଜଳରେ ଅଳ୍ପ ଗଙ୍ଗାଜଳ ମିଶାଇବା ବିଶେଷ ଲାଭଦାୟକ ବୋଲି ବିବେଚନା କରାଯାଏ। ଆପଣଙ୍କ ଘରରେ ଥିବା ମନ୍ଦିର କିମ୍ବା ପୂଜାସ୍ଥଳ ସଫା କରିବା ପରେ ଏକ ଦୀପ ଜାଳି ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବା ଦ୍ୱାରା ଆତ୍ମବିଶ୍ୱାସ, ସ୍ୱାସ୍ଥ୍ୟ ଏବଂ ସକାରାତ୍ମକ ଶକ୍ତି ମିଳିଥାଏ। ପ୍ରାର୍ଥନା ଓ ସଂକଳ୍ପ କିପରି କରିବା। ସକାଳେ ଭଗବାନ ଗଣେଶ, ଲକ୍ଷ୍ମୀ ଏବଂ ବିଷ୍ଣୁଙ୍କୁ ପୂଜା କରିବା ଉଚିତ। ଏହି ବର୍ଷ ପ୍ରଦୋଷ ଉପବାସ ମଧ୍ୟ ନୂତନ ବର୍ଷରେ ପଡ଼ୁଛି। ଏପରି ପରିସ୍ଥିତିରେ ଏହି ଦିନ ଭଗବାନ ଶିବଙ୍କ ପୂଜା କରିବା ବହୁତ ଗୁରୁତ୍ୱପୂର୍ଣ୍ଣ ହେବ। ଏହା ସହିତ ଓଁ ନମଃ ଶିବାୟ କିମ୍ବା ଓଁ ଗଣପତି ନମଃ ମନ୍ତ୍ର ଜପ କରନ୍ତୁ। ନୂତନ ବର୍ଷର ପ୍ରଥମ ଦିନରେ ଏକ ଛୋଟ ସଂକଳ୍ପ ନିଅନ୍ତୁ, ଯେପରିକି ସତ୍ୟର ପଥ ଅନୁସରଣ କରିବା, ନିୟମିତ ପ୍ରାର୍ଥନା କରିବା କିମ୍ବା ଖରାପ ଅଭ୍ୟାସ ତ୍ୟାଗ କରିବା। ଧାର୍ମିକ ବିଶ୍ୱାସ ଅନୁସାରେ ବର୍ଷର ପ୍ରଥମ ଦିନରେ କରାଯାଇଥିବା ସଂକଳ୍ପ ବର୍ଷ ସାରା ଜଣେ ବ୍ୟକ୍ତିଙ୍କୁ ସଠିକ ପଥରେ ରଖିଥାଏ। ଏହି ଦିନ ଆମେ ଦାନ ଓ ଶୁଭ କାର୍ଯ୍ୟ କ'ଣ କରିବା। ଅପରାହ୍ନ ସମୟରେ ଗରିବ ଏବଂ ଭିକାରୀମାନଙ୍କୁ ଖାଦ୍ୟ, ବସ୍ତ୍ର କିମ୍ବା କିଛି ଟଙ୍କା ଦାନ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଦାନ କରିବା ଦ୍ୱାରା ଗ୍ରହ ପ୍ରଭାବ ଶାନ୍ତ ହୁଏ ଏବଂ ଘରକୁ ଲକ୍ଷ୍ମୀ ଆସେ। ଏହି ଦିନରେ ଜଣେ ଗରିବ କିମ୍ବା ବୃଦ୍ଧ ବ୍ୟକ୍ତିଙ୍କ ଆଶୀର୍ବାଦ ପାଇବା ଦ୍ୱାରା ମଧ୍ୟ ବିଶେଷ ଫଳ ମିଳିଥାଏ। ସର୍ବଦା ଶ୍ରଦ୍ଧା ଏବଂ ନମ୍ରତାର ସହିତ ଦାନ କରିବାକୁ ମନେ ରଖନ୍ତୁ। ଆପଣଙ୍କ ଦିନ କିପରି ପରିଚାଳନା କରିବେ। ନୂତନ ବର୍ଷର ପ୍ରଥମ ଦିନରେ କଥା ଏବଂ ଆଚରଣରେ ବିଶେଷ ସଂଯମ ରଖନ୍ତୁ। କଳହ, କଠୋର ଶବ୍ଦ କିମ୍ବା ନକାରାତ୍ମକ ଚିନ୍ତାଧାରା ଏଡ଼ାନ୍ତୁ। ଧାର୍ମିକ ଭାବରେ ଏହା ବିଶ୍ୱାସ କରାଯାଏ ଯେ ବର୍ଷର ପ୍ରଥମ ଦିନରେ ନିଆଯାଇଥିବା କାର୍ଯ୍ୟ ବର୍ଷ ସାରା ପୁନରାବୃତ୍ତି ହୁଏ। ତେଣୁ ପ୍ରେମ, ଶାନ୍ତି ଏବଂ ସହଯୋଗର ଭାବନା ପୋଷଣ କରନ୍ତୁ। ସନ୍ଧ୍ୟା ସମୟରେ ଏବଂ ରାତିର ନିତ୍ୟକର୍ମ କିପରି କରିବା। ସନ୍ଧ୍ୟାରେ ଘରେ ଏକ ଦୀପ ଜାଳି ତୁଳସୀ ଗଛ ପାଖରେ ଅର୍ପଣ କରନ୍ତୁ। ଏହା ନକାରାତ୍ମକ ଶକ୍ତିକୁ ଦୂର କରେ।
ଶୋଇବା ପୂର୍ବରୁ ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତୁ ଏବଂ ଦିନର ଭୁଲ ପାଇଁ କ୍ଷମା ମାଗନ୍ତୁ। ସକାରାତ୍ମକ ଚିନ୍ତାଧାରା ସହିତ ଦିନ ଶେଷ କରନ୍ତୁ, ଯାହାଦ୍ୱାରା ନୂତନ ବର୍ଷ ଶୁଭ ଶାନ୍ତିର ସହିତ ଆରମ୍ଭ ହେବ। ଏହି ତଥ୍ୟଗୁଡ଼ିକ ଆପଣଙ୍କୁ କିପରି ଲାଗିଲା ତାହା ଲାଇକ୍ ଓ କମେଣ୍ଟସ୍ ମାଧ୍ୟମରେ ଜଣାନ୍ତୁ ଓ ମୋ ଜଣା ଅଜଣା ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।